ଯେଉଁ ବାଟରେ ଗଲେ ଆପଣ ଏକା ହେଇଯାଉଛନ୍ତି, ତେବେ ବୁଝି ଯାଆନ୍ତୁ ଆପଣ ଠିକ୍ ବାଟରେ ଚାଲୁଛନ୍ତି। କାହିଁକି ନା ସତ୍ୟର ପଥରେ ଚାଲିଲେ କେହି ଆପଣଙ୍କ ସାଥିରେ କେବେ ରହିବେ ନାହିଁ। ତୁମକୁ ଯିଏ ଥଟ୍ଟା କରୁଛି ତାକୁ ଥଟ୍ଟା କରିବାକୁ ଦିଅ। ତୁମକୁ ଯିଏ ଖରାପ ଭାବୁଛି ତାକୁ ଭାବିବାକୁ ଦିଅ ନା। କାରଣ ଏଇ ଦୁନିଆ ହିଁ ଏମିତି, ଯେଉଁଠି ଭଲ ଲୋକଙ୍କୁ ମିଳେ ନିନ୍ଦା ଆଉ ଖରାପ ଲୋକଙ୍କୁ ମିଳେ ପ୍ରଶଂସା। ଆପଣ ଯେତେ ଭଲ ହୋଇଥାନ୍ତୁ ନା କାହିଁକି, ଆଉ ଯେତେ ବି ଭଲ କାମ କରନ୍ତୁ ନା କାହିଁକି, କିନ୍ତୁ ଗୋଟିଏ କଥା ମନେ ରଖିଥିବେ ସବୁବେଳେ, ଆପଣଙ୍କୁ ଯିଏ ଖରାପ ଭାବୁଛି ସେ ମଲା ଯାଏ ଖରାପ ଭାବିବ। କାହିଁକି ନା ତାହାର କୁଚିତ ଭାବନାର କୌଣସି ଉପଚାର ନାହିଁ। ମନେ ରଖ, ଯେଉଁ ପର୍ଯ୍ୟନ୍ତ ତୁମେ ଲୋକଙ୍କ କାମରେ ଆସୁଥିବ ସେ ପର୍ଯ୍ୟନ୍ତ ସେମାନେ ତୁମକୁ ମନେ ରଖିଥିବେ। ତାପରେ ତୁମକୁ ଅଣଦେଖା କରିବେ। ଯେମିତି ଦୀପ ଜାଳିବା ପରେ ଦିଆସିଲି କାଠି ଅଲୋଡ଼ା ହୋଇଯାଇଥାଏ, କେବେ ବି ନିଜର ଶାରୀରିକ ଶକ୍ତି ଆଉ ଧନର ଶକ୍ତି ଉପରେ ଭରସା କରିବ ନାହିଁ। କାହିଁକି ନା ରୋଗ ଆଉ ଦାରିଦ୍ର୍ୟତା ଆସିବାରେ ଅଧିକ ସମୟ ଲାଗିନଥାଏ। ଆଜିର ଦୁନିଆରେ ବିଶ୍ୱାସ କରି ନିଜର ସମସ୍ୟାକୁ କାହାକୁ ବି କୁହନ୍ତୁ ନାହିଁ। କାରଣ ମିଠା ମିଠା କଥା କହୁଥିବା ସବୁ ବ୍ୟକ୍ତି ଆପଣଙ୍କର ବନ୍ଧୁ ନୁହନ୍ତି। ଦିନେ ନା ଦିନେ ସେ ନିଶ୍ଚୟ ଆପଣଙ୍କ ଦୁର୍ବଳତାର ଫାଇଦା ଉଠାଇବେ। ଦର୍ଶକ ବନ୍ଧୁ, ଯେତେବେଳେ ଜୀବନର ଚଲାପଥରେ ସବୁ ବାଟ ବନ୍ଦ ହୋଇଯାଏ ନା, ସେତେବେଳେ ଭଗବାନ ନିଜେ ଗୋଟେ ନୂଆ ବାଟ ତିଆରି କରିଦେଇଥାନ୍ତି। ସେତେବେଳେ ବାସ୍ ତୁମକୁ ଧୈର୍ଯ୍ୟର ଆବଶ୍ୟକତା ଥାଏ। ବିପଦରେ ଧୈର୍ଯ୍ୟ ଧରନ୍ତୁ। ଦୁନିଆରେ ସମସ୍ତେ ଯଦି ଆପଣଙ୍କୁ ଠକ୍କର ଦିଅନ୍ତି, ତେବେ ଭଗବାନ ଆପଣଙ୍କୁ ଠକ୍କର ଦେବେ ନାହିଁ। ଆପଣଙ୍କର ସଠିକ୍ ପ୍ରତିଫଳ ସେ ଆପଣଙ୍କୁ ଅବଶ୍ୟ ଦେବେ। ପ୍ରକୃତ ସମ୍ପର୍କ ଜୀବନରେ କେବେ ବି ସରେ ନାହିଁ। କଥା ନହେଲେ ମଧ୍ୟ ଆଖିରେ ରହିଥାଏ। ଆଖିରୁ ଦୂରେଇ ଗଲେ ବି ମନରେ ରହିଯାଏ। କିଛି ନ କହି ବି ଯିଏ କହିଥାଏ, ଦୋଷ ନଥାଇ ବି ଯିଏ ସବୁ ଦୋଷ ନିଜ ପକ୍ଷକୁ ନେଇଯାଏ, ଦୂରରେ ଥାଇ ବି ଯିଏ କର୍ତ୍ତବ୍ୟ ତୁଲାଏ, ସେହି ସମ୍ପର୍କକୁ ହିଁ ପ୍ରକୃତ ସମ୍ପର୍କ କୁହାଯାଏ। ମନେ ରଖନ୍ତୁ ଏହା। ଦର୍ଶକ ବନ୍ଧୁ, ଟିକେ ଧ୍ୟାନ ଦେଇ ଶୁଣନ୍ତୁ। ଜଙ୍ଗଲରେ ପ୍ରତିଦିନ ସକାଳୁ ବାଘ ଭାବେ ଯେ ତାକୁ ଜୋରରେ ଦୌଡ଼ିବାର ଅଛି, ନହେଲେ ସେ ଭୋକିଲା ମରିଯିବ। ଏବଂ ହରିଣ ମଧ୍ୟ ଭାବେ ଯେ ତାକୁ ବାଘଠୁ ବେଶୀ ଗତିରେ ଦୌଡ଼ିବାର ଅଛି, ନହେଲେ ମୁଁ ମରିଯିବି। ଆପଣ ବାଘ ହୁଅନ୍ତୁ ବା ହରିଣ, ସେଥିରେ କିଛି ଫରକ ପଡ଼ିବ ନାହିଁ। ଯଦି ଆପଣଙ୍କୁ ସୁନ୍ଦର ଜୀବନଯାପନ କରିବାର ଅଛି, ତାହେଲେ ପ୍ରତିଦିନ ଆପଣଙ୍କୁ ଦୌଡ଼ିବାକୁ ପଡ଼ିବ। କାରଣ ସଂଘର୍ଷ ବିନା ନା କିଛି ମିଳିଛି ନା କିଛି ମିଳିବ।